ରିଲ୍ସ ନିଶା ପାଲଟିଲା କାଳ। 24 ଘଣ୍ଟାର ଅପରେସନ ପରେ ବ୍ଲୁ ଲେକ୍ରୁ ଉଦ୍ଧାର ହେଲା 2 କଲେଜ ଛାତ୍ରଙ୍କ ମୃତଦେହ। ତେବେ ସାମାଜିକ ଗଣମାଧ୍ୟମରେ ରିଲ୍ସ ବନାଇବା ନିଶାରେ ଗଛ ଉପରୁ ପ୍ରାୟ 200 ଫୁଟ ଗଭୀର ପାଣିକୁ ଡେଇଁଥିଲେ 2 ଜଣ ଛାତ୍ର। ତେଣୁ ପାଣିରେ ବୁଡ଼ି 2 ଛାତ୍ରଙ୍କର ଜୀବନ ଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ମିତ୍ରପୁର ନିକଟସ୍ଥ ପରିତ୍ୟକ୍ତ ଖାଦାନ ବ୍ଲୁ ଲେକ୍ରେ ଘଟିଛି ଏହିପରି ଅଭାବନୀୟ ଘଟଣା। ମୃତ୍ୟୁବରଣ କରିଥିବା 2 ଜଣ ଛାତ୍ର ହେଲେ ଭଦ୍ରକ ଅଞ୍ଚଳର ଅପୂର୍ବ ରଞ୍ଜନ ପାତ୍ରଙ୍କ ପୁଅ ଅଂଶୁମାନ ଏବଂ ବାରିପଦା ଅଞ୍ଚଳର ଅଜିତ କୁମାର ପାତ୍ରଙ୍କ ପୁଅ ଭବିଷ୍ୟ। ହେଲେ ତାଙ୍କ ସହିତ ଥିବା ଅନ୍ୟ ଜଣେ ସାଙ୍ଗ କେନ୍ଦୁଝର ଅଞ୍ଚଳର ରୁଷନ ନାୟକ, ଯିଏକି ରେମୁଣା କଲେଜର ଛାତ୍ର, ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତ୍ୟୁବରଣ କରିଥିବା 2 ଜଣ ଛାତ୍ର ବାଲେଶ୍ୱର ଫକୀରମୋହନ କଲେଜର ଯୁକ୍ତ 2 ବାଣିଜ୍ୟ ବିଭାଗର 2ୟ ବର୍ଷର ଛାତ୍ର ଥିଲେ। ବ୍ଲୁ ଲେକ୍ରେ ଏପରି ଅଘଟଣ ପରେ ନୀଳଗିରି ଓ ରେମୁଣା ଅଗ୍ନିଶମ ବାହିନୀ, ଓଡ୍ରାଫ ଏବଂ ସ୍କୁବା ଡାଇଭରଙ୍କ ମିଳିତ ଟିମ୍ ପକ୍ଷରୁ ଗଭୀର ପାଣି ଭିତରେ ଦୀର୍ଘ ସମୟ ଧରି ଜୋରଦାର ସର୍ଚ୍ଚ ଅପରେସନ ଚଳାଇବା ପରେ ଶେଷରେ 2 ଛାତ୍ରଙ୍କ ମୃତଦେହକୁ ବାହାର କରିବାରେ ସଫଳ ହୋଇଥିଲେ। ମୃତଦେହ ଉଦ୍ଧାର ହେବା ପରେ ବ୍ୟବଚ୍ଛେଦ ପାଇଁ ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି। ଏପଟେ ଘଟଣାସ୍ଥଳରେ ହଜାର ହଜାର ସ୍ଥାନୀୟ ଲୋକମାନେ ରୁଣ୍ଡ ହୋଇଥିବା ବେଳେ ପରିତ୍ୟକ୍ତ ଖାଦାନ ଚାରିପାଖରେ କୌଣସି ସୁରକ୍ଷା ବାଡ଼ କିମ୍ବା ସତର୍କତାମୂଳକ ସୂଚନା ଫଳକ ନଥିବାରୁ ପ୍ରଶାସନିକ ଉଦାସୀନତା ବିରୁଦ୍ଧରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କାଲି ଆମର ପାଖାପାଖି ସେ ଦିନ 12:30 ସମୟରେ ଆମକୁ ଖବର ମିଳିଲା ଯେ ମଛୁଆ ପାଖାପାଖି ଯେଉଁ ବ୍ଲୁ ଲେକ୍ ରହିଛି ତା ଭିତରେ 2 ଜଣ କଲେଜ ପଢ଼ୁଆ ପିଲା ଡ୍ରାଉନିଂ ହେଇଯାଇଛନ୍ତି। ତ ଆମେ ଲୋକାଲ ଫାୟାର ଷ୍ଟେସନ, ଆମର ଯେଉଁ ରେମୁଣା ଫାୟାର ଷ୍ଟେସନ ଅଛି, ତାର କର୍ମଚାରୀମାନେ ଯାଇକି ସେଠି ବୋଟ ଆଉ ବିମ୍ ମାଧ୍ୟମରେ ଖୋଜାଖୋଜି କଲେ ଏବଂ ତା ସହିତ ଓଡ୍ରାଫର ବି ଟିମ୍ ତାର 2-3 ଘଣ୍ଟା ପରେ ସନ୍ଧ୍ୟା ପୂର୍ବରୁ ଆସି ପହଞ୍ଚିଲେ। ସେମାନେ ବି ଖୋଜାଖୋଜି କଲେ, କିନ୍ତୁ ପାଖାପାଖି ରାତି 10:30 ପର୍ଯ୍ୟନ୍ତ ଗତକାଲି ଅପରେସନ ଜାରି ରହିଥିଲା। କିନ୍ତୁ ସେଥିରେ ଆମେ ଯେଉଁ ବୁଡ଼ି ଯାଇଥିଲେ 2 ଜଣ ପିଲା, ତାଙ୍କୁ ଆମେ ପାଇପାରି ନଥିଲୁ। ତେଣୁ ପୁଣି ଆଜି ଆସନ୍ତା କାଲି ଘଟଣା ପରେ ଆଜି ସକାଳେ ଆମର ରେମୁଣା ଫାୟାର ଟିମ୍ ଏବଂ ତା ସହିତ ଆମର ଷ୍ଟ୍ରାଇକିଂ ଫାୟାର ଫୋର୍ସ ପର୍ସନାଲ ଯେଉଁମାନେ ଆସିଥିଲେ ବନ୍ୟା ଡ୍ୟୁଟି ପାଇଁ, ସେଥିରୁ ଗୋଟିଏ ଟିମ୍, ଆମେ 2ଟି ଟିମ୍ ଆଜି ମୁଭମେଣ୍ଟ କରାଇଥିଲୁ। ଆମର ଯେଉଁ ଷ୍ଟ୍ରାଇକିଂ ଫାୟାର ଫୋର୍ସ ପର୍ସନାଲ ଥିଲେ ସେମାନଙ୍କ ଭିତରୁ ଜଣେ ଆମର ଦିଲ୍ଲୀପ ଜେନା ନାମକ ଜଣେ ଫାୟାର ଫାଇଟର, ସେ ସ୍କୁବା ସେଟ୍ ପିନ୍ଧିକି ଭିତରକୁ ଯାଇଥିଲେ। ତା ଭିତରେ ସେ ପ୍ରଥମେ ଲୋକଙ୍କ କହିବା ଅନୁଯାୟୀ ସର୍ଚ୍ଚ ଏରିଆକୁ ଲୋକେଟ୍ କରିଥିଲେ ଏବଂ ତା ଭିତରେ ସେ ପାଖାପାଖି 50 ଫୁଟ ଡିପ୍ ଗଲା ପରେ ପ୍ରଥମ ଡେଡ୍ ବଡିକୁ ଉଦ୍ଧାର କରିଥିଲେ ଏବଂ ତାପରେ ପୁଣି ପୁନଶ୍ଚ ଏକ ଟ୍ରାଏରେ ସେ 50 ଫୁଟ ଠାରୁ ଆହୁରି ଡିପ୍ 10 ଫିଟ୍ ପାଖାପାଖି 60 to 65 ଫିଟ୍ ୱାଟର ସରଫେସ୍ ଠାରୁ ଭିତରେ ସେକେଣ୍ଡ ବଡିକୁ ମଧ୍ୟ ଉଦ୍ଧାର କରିଥିଲେ ଏବଂ ଉଦ୍ଧାର କରିବା ପରେ ଡେଡ୍ ବଡିକୁ ପ୍ରଥମ ଡେଡ୍ ବଡିକୁ ଆମର ଗାଡ଼ିରେ ଆମେ ରେମୁଣା MCHକୁ ସ୍ଥାନାନ୍ତରିତ କରିଥିଲୁ ଏବଂ ସେକେଣ୍ଡ ବଡିଟି 108 ଆମ୍ବୁଲାନ୍ସରେ ହସ୍ପିଟାଲକୁ ସିଫ୍ଟ କରାଯାଇଥିଲା। କେତେ କଷ୍ଟସାଧ୍ୟ ଥିଲା ସାର୍ ଏଇ ଯେଉଁ ପାଣି ଭିତରେ କ'ଣ ବାର୍ତ୍ତା ଦେବେ ସାର୍? ଆକ୍ଚୁଆଲି ସେ ଯେଉଁ ଲୋକେସନରେ ଆମେ ସର୍ଚ୍ଚ କରୁଥିଲୁ ବା ଯେଉଁ ଘଟଣାଟି ଘଟିଥିଲା ସେଇଟା ଅତି ବିପଦ ସଂକୁଳ ଜାଗା। ପ୍ରାୟ ପ୍ରତିବର୍ଷ ସେଇଟାରେ ବାରମ୍ବାର ଇନସିଡେଣ୍ଟ ମଧ୍ୟ ଘଟୁଛି। ସେଗୁଡ଼ିକ ପଥର ଖାଦାନ ଯେହେତୁ ଆଗରୁ ଥିଲା, ସେଥିରେ ପାଣି ପାଖାପାଖି 300-400 ଫୁଟ ପାଣି ରହିଛି ଏବଂ ଆମ ପାଇଁ ସେଇ ଡିପ୍ ଗୋଟେ ବଡ଼ ଚ୍ୟାଲେଞ୍ଜ, କାହିଁକିନା ଆପଣ ଜାଣିଥିବେ ଯେତେ ଡିପ୍କୁ ଯିବେ ସେତେ ପ୍ରେସର ଆପଣଙ୍କ କାନ ପର୍ଦ୍ଦା ଉପରେ ପଡ଼ିବ। ତା ସହିତ ସେ ଯେଉଁ ତାର ଷ୍ଟ୍ରକ୍ଚର ଯେମିତି ଖୋଳା ହେଇଛି, ସ୍ତର ସ୍ତର କରି କରାହେଇଛି, ସେଥିରେ ବି ଷ୍ଟକ୍ ହେଇଯିବାର ବା ଲାଖିଯିବାର ବି ଭୟ ରହିଛି ଏବଂ ଯେତେ ଡିପ୍କୁ ଯିବେ ଆପଣ ସେତେ କୋଲ୍ଡ ୱାଟର, ମାନେ ଭେରି ଚିଲ୍ଡ ୱାଟର, ଆଇସ୍ ଭଳିଆ ଆପଣ ସେଠି ସଷ୍ଟେନ୍ କରିବା 5 ମିନିଟ୍ସ ଭେରି ଡିଫିକଲ୍ଟ। ତେଣୁ ଇଟ୍ ୱାଜ୍ ଭେରି ଚ୍ୟାଲେଞ୍ଜିଂ। ପ୍ରଥମେ ତ ବହୁତ ସ୍କୁବା ଡାଇଭର ବି ଦେଖିକି ସେ ପାଣିର ଡେପ୍ଥ ଆଉ ଏ କଣ୍ଡିସନ ଦେଖି ଭୟ କରିଥାନ୍ତି। ଫିର୍ ବି ଆମର ଯେଉଁ ଫାୟାର ଫାଇଟର, ଜଣେ ଏକ୍ସପିରିଏନ୍ସ ଫାୟାର ଫାଇଟର, ସ୍ପେଶାଲି ଆମର
फायर ऑफिसर आमर ताकू डेपुट करथिले एवं एई चैलेंजिंग सिचुएशन को टैकल करिया पई जाहाउ परिशेष रे से मध्य सक्सेस होइला। ବାଲେଶ୍ୱରରୁ ପ୍ରସେନଜିତ ସେଠୀଙ୍କ ରିପୋର୍ଟ କୋଣାର୍କ ଲାଇଭ୍।